ଓଡ଼ିଆ ଲୋକକଥାରେ କୁମ୍ଭୀର ଓ ଶିଆଳ ଦ କ୍ରକୋଡାଇଲ୍ ଆଣ୍ଡ ଦ ଜାକାଲ ଏକ ବହୁତ ପୁରୁଣା ଏବଂ ପ୍ରସିଦ୍ଧ କାହାଣୀ। ଏହି ଗପଟି ମୁଖ୍ୟତଃ ଶିଆଳର ଚତୁରତା ଏବଂ କୁମ୍ଭୀରର ବୋକାମି ଉପରେ ଆଧାରିତ। ଏହି କାହାଣୀର କିଛି ମୁଖ୍ୟ ଅଂଶ ଏଠାରେ ଦିଆଗଲା। 1. କୁମ୍ଭୀର ଓ ଶିଆଳର ଚାଷ ଦ ଫାର୍ମିଂ ପାର୍ଟନରସିପ୍। ଥରେ ଏକ କୁମ୍ଭୀର ଓ ଶିଆଳ ମିଶି ଚାଷ କରିବାକୁ ସ୍ଥିର କଲେ। ସେମାନେ 3 ଥର ଚାଷ କଲେ, କିନ୍ତୁ ପ୍ରତିଥର ଶିଆଳ ତାର ବୁଦ୍ଧିବଳରେ କୁମ୍ଭୀରକୁ ଠକିଦେଲା। ଆଳୁ ଚାଷ, ଶିଆଳ କହିଲା, ମୁଁ ମାଟି ତଳ ଭାଗ ନେବି ଏବଂ ତୁମେ ଉପର ଭାଗ ନିଅ। କୁମ୍ଭୀର ରାଜି ହୋଇଗଲା। ଅମଳ ବେଳକୁ ଶିଆଳକୁ ସବୁ ଆଳୁ ମିଳିଲା ଏବଂ କୁମ୍ଭୀରକୁ କେବଳ ପତ୍ର ମିଳିଲା। ଧାନ ଚାଷ, କୁମ୍ଭୀର ଭାବିଲା ଏଥର ସେ ମାଟି ତଳଭାଗ ନେବ, କିନ୍ତୁ ଶିଆଳ ଧାନ ଚାଷ କଲା। ଫଳରେ ଶିଆଳକୁ ସବୁ ଧାନ ଉପର ଭାଗ ମିଳିଲା ଏବଂ କୁମ୍ଭୀରକୁ କେବଳ ଚେର ମିଳିଲା। ଆଖୁ ଚାଷ, ଏଥର କୁମ୍ଭୀର ଜିଦ୍ କଲା ସେ ମଝି ଭାଗ ନେବ ନାହିଁ, ସେ କେବଳ ଅଗ ଏବଂ ଚେର ନେବ। ଶିଆଳ ଆଖୁ ଚାଷ କଲା ଏବଂ ସବୁ ମିଠା ଆଖୁ ନିଜେ ରଖି କୁମ୍ଭୀରକୁ ପତ୍ର ଓ ଚେର ଦେଇଦେଲା। 2. କୁମ୍ଭୀର କାନ୍ଦଣା ଦ ଫେକ୍ ସାଧୁ କ୍ରକୋଡାଇଲ୍। ଅନ୍ୟ ଏକ ଲୋକକଥାରେ କୁମ୍ଭୀରଟିଏ ସାଧୁ ବେଶ ଧରି ନଦୀକୂଳରେ ବସିଥାଏ ଏବଂ ଜଙ୍ଗଲର ପଶୁମାନଙ୍କୁ ଠକି ଖାଇବାକୁ ଚେଷ୍ଟା କରେ, କିନ୍ତୁ ଚତୁର ଶିଆଳ ତାର ଛଳନା ଧରି ପକାଏ ଏବଂ ଅନ୍ୟ ପଶୁମାନଙ୍କୁ ରକ୍ଷା କରେ। ଏହି କାହାଣୀରୁ ଶିକ୍ଷା, ବୁଦ୍ଧି ଯାହାର ବଳ ତାହାର। ଏହି ଗପଟି ଆମକୁ ଶିଖାଏ ଯେ କେବଳ ଶାରୀରିକ ବଳ ବଡ଼ ନୁହେଁ, ବରଂ ବୁଦ୍ଧି ଖଟାଇଲେ ଯେକୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିପାରେ।